ସମସ୍ତଙ୍କୁ ମେରି ଖ୍ରୀଷ୍ଟମାସ ବଡ଼ଦିନର ଅନେକ ଅନେକ ଅଭିନନ୍ଦନ ଜଣାଉଛୁ। ଆଉ ପ୍ରଭୁଙ୍କର ଅନୁଗ୍ରହରେ ଆମମାନେ ବର୍ଷର ଶେଷ ମାସରେ ପହଞ୍ଚିଛୁ। ଆଉ କିଛି ଦିନ ପରେ ପରେ ଆମମାନେ ବଡ଼ଦିନ ପାଳନ କରିବୁ। ପରବର୍ତ୍ତୀ ସମୟରେ ନୂଆ ବର୍ଷ ଆସୁଛି। ଆଉ ପ୍ରଭୁଙ୍କର ଅନେକ ଅନେକ ଧନ୍ୟବାଦ ହଉ, ଏ ଆନନ୍ଦର ଦିନ ଗୁଡ଼ାକ ଦେଖିବାର ସୌଭାଗ୍ୟ ପ୍ରଭୁ ଆମମାନଙ୍କୁ ପ୍ରଦାନ କରିଛନ୍ତି। ବିଶେଷ କରି ବଡ଼ଦିନ ଆସୁଛି, ଆମେ ଯାହାକୁ ଖ୍ରୀଷ୍ଟମାସ ବୋଲି କହୁଛୁ। ଆଉ ଅନେକ ଏଇ ଦିନର ଅପେକ୍ଷାରେ ଅଛନ୍ତି, କାରଣ ଏ ଦିନ ସେମାନଙ୍କର ମନ ଭିତରେ ଆଉ ଅନେକ ଆନନ୍ଦ ଉତ୍ସାହ ଆଣିଦିଏ। କାରଣ ଏ ଦିନ ଗୁଡ଼ାକରେ ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମକୁ ଆମେମାନେ ସ୍ମରଣ କରି ପ୍ରଭୁଙ୍କ ପ୍ରତି ଧନ୍ୟବାଦ ହେବୁ। ଅନେକ ବଡ଼ଦିନର ଅପେକ୍ଷା କରନ୍ତି ନାହିଁ, ଆଉ ସେମାନଙ୍କ ନିମନ୍ତେ ବଡ଼ଦିନର କିଛି ଫରକ ନାହିଁ। କିନ୍ତୁ ଯେଉଁମାନେ ଏ ବଡ଼ଦିନର ଅପେକ୍ଷାରେ ଅଛନ୍ତି ସେମାନଙ୍କ ନିମନ୍ତେ ଫରକ ପଡ଼ିଥାଏ। ଆଉ ପ୍ରଭୁଙ୍କ ଧନ୍ୟବାଦ ହଉ ଯେ ପ୍ରଭୁ ଆପଣମାନଙ୍କୁ ପୁଣି ମୋତେ ଆମ ସମସ୍ତଙ୍କୁ ଆଉ ଏ ଅବସର ଦେଇଛନ୍ତି, ଯେପରିକି ଆମମାନେ ବଡ଼ଦିନରେ ଏକ ମହାନ ଘଟଣାକୁ ସ୍ମରଣ କରି ଆଉ ପ୍ରଭୁଙ୍କ ପ୍ରତି ଆମେମାନେ ଧନ୍ୟବାଦୀ ହେଇପାରିବା। ବିଶେଷ କରି ଅନେକ ବଡ଼ଦିନର ଅପେକ୍ଷାରେ ଅଛନ୍ତି, କିନ୍ତୁ କିପରି ଭାବରେ ବଡ଼ଦିନ ସେମାନେ ମାନିବେ, କିପରି ଭାବରେ ବଡ଼ଦିନକୁ ଆଉ ସ୍ମରଣ କରିବେ, ଆଉ ସେ ବିଷୟରେ ଆମେମାନେ ଆଉ ଚିନ୍ତା କରିବାର ଆବଶ୍ୟକ ରହିଛି। ଅନେକ ଜାଗତିକ ଭାବରେ ଆଉ ଜାଗତିକ ବିଷୟକୁ ନେଇ ବଡ଼ଦିନ ଆନନ୍ଦ କରନ୍ତି, କିନ୍ତୁ ବଡ଼ଦିନର ଆନନ୍ଦ ଜାଗତିକ ବିଷୟ ବା ବାହିକ ବିଷୟ ଗୁଡ଼ାକୁ ନିର୍ଭର କରେ ନାହିଁ। ତାହେଲେ କେଉଁ କେଉଁ ବିଷୟ ଉପରେ ବଡ଼ଦିନର ଆନନ୍ଦ ନିର୍ଭର କରେ? ଆମେ ପଦେ ବାକ୍ୟ ବାଇବେଲରୁ ପଢ଼ିଦେବା, ଯାହାକି ବଡ଼ଦିନ ନିମନ୍ତେ ଆମମାନଙ୍କର ପ୍ରସ୍ତୁତି ନିମନ୍ତେ ଆଉ ସାହାଯ୍ୟ କରିବ। ଲୁକ ସୁସମାଚାର ତାର 2 ଅଧ୍ୟାୟର 10 ଏବଂ 11 ପଦ। ଏଇ ପଦ ଗୁଡ଼ାକ ଆମ ପ୍ରତ୍ୟେକଙ୍କ ନିମନ୍ତେ ଅତି ପରିଚିତ ବାକ୍ୟ ଅଟେ। ଆପଣମାନଙ୍କ ପାଇଁ ପଢ଼ିଦେବା ପାଇଁ ଚାହେଁ। ଆଉ ଥରେ ଲୁକ ସୁସମାଚାର ତାର 2 ପର୍ବର 10 ଏବଂ 11 ପଦ। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଆଉ 2000 ବର୍ଷ ପୂର୍ବେ ମେଣ୍ଢା ପାଳକ ମାନଙ୍କ ନିକଟରେ ବା ମେଷ ପାଳକଙ୍କ ନିକଟରେ ଆଉ ଦୂତ ବାହିନୀ ଏଇ ସୁସମ୍ବାଦ ଦେଇଥିଲେ। ଏଇ ସୁସମ୍ବାଦ ଘୋଷଣା କରି କହିଥିଲେ ଯେ ତୁମେମାନେ ଭୟ କର ନାହିଁ, କାରଣ ତୁମମାନଙ୍କ ନିମନ୍ତେ ଏକ ଅତ୍ୟନ୍ତ ଆନନ୍ଦଜନକ ସୁସମ୍ବାଦ ଆଣିଛୁ। ଆଉ ସେ ସୁସମ୍ବାଦ କଣ ଥିଲା ନା, ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଖ୍ରୀଷ୍ଟ ପ୍ରଭୁ ସେ ଦାଉଦ ନଗରରେ ଆଉ ବେଥଲିହେମରେ ଜନ୍ମ କରିଛନ୍ତି। ତ୍ରାଣକର୍ତ୍ତାଙ୍କର ଜନ୍ମର ସୁସମ୍ବାଦ ଅତ୍ୟନ୍ତ ଆନନ୍ଦଜନକ ଅଟେ, ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ଆଠାରୁ ବହୁତ ବଡ଼ ଆନନ୍ଦର ସୁସମ୍ବାଦ ଆଉ ନାହିଁ। ବିଭିନ୍ନ ବିଷୟରେ ଆମେ ଆନନ୍ଦ କରିଥାଉ, ବିଭିନ୍ନ ବିଷୟରେ ଆମେ ଆନନ୍ଦ କିଛି ପାଇଥାଉ, ମାତ୍ର ଯୀଶୁ ପ୍ରଭୁ ଅର୍ଥାତ୍ ତ୍ରାଣକର୍ତ୍ତାଙ୍କର ଜନ୍ମରେ ଯୋଉ ଆନନ୍ଦ ମିଳେ, ଆଉ ସେଇଭଳିଆ ଆନନ୍ଦ କୌଣସି ବିଷୟରେ ମିଳେ ନାହିଁ। କାରଣ ପାପୀ ମନୁଷ୍ୟର ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କର ପୁତ୍ର ତ୍ରାଣକର୍ତ୍ତା ଭାବରେ ଏ ଜଗତରେ ଜନ୍ମଗ୍ରହଣ କଲେ। ଆଉ ସେ ଜନ୍ମ କରିବା ଦ୍ୱାରା ଆଉ ଶୈତାନିକ ଦୁନିଆ, ଶୈତାନ ଏବଂ ତାର ସିଂହାସନ, ତାର ଆଉ ଆଉ ସହଯୋଗୀ ଭୂତ ପ୍ରେତମାନେ ସେମାନେ କମ୍ପମାନ ହେଇଯାଇଛନ୍ତି, ଥର ହରାଇଛନ୍ତି। କାରଣ ଆଉ ସମୁଦାୟ ଜଗତର ତ୍ରାଣକର୍ତ୍ତାଙ୍କର ଜନ୍ମ ହେଲା। ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମରେ ଆମମାନଙ୍କର ପରିତ୍ରାଣର ସୁସମ୍ବାଦ ଦିଆହେଇଛି, ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୁସମ୍ବାଦ। ଅନେକ ଏ ଦିନ ଗୁଡ଼ାକ ବିଷୟରେ ସେମାନେ ଆଉ ସ୍ମରଣ କରିବା ଇଚ୍ଛା କରନ୍ତି ନାହିଁ। ଆଉ ସେମାନଙ୍କ ପାଇଁ କିଛି ଅସୁବିଧା ହେଇନପାରେ, ଆଉ ସେମାନଙ୍କ ପାଇଁ ଏଗୁଡ଼ାକ ଚିନ୍ତାର ବିଷୟ ନୁହଁ। କିନ୍ତୁ ଯେଉଁମାନେ ଏ ଦିନକୁ ସ୍ମରଣ କରୁଛନ୍ତି, ଆଉ ସେମାନେ ଯଦି ଠିକ ଭାବରେ
ପ୍ରଭୁ ଯୀଶୁଙ୍କର ଜନ୍ମର ତାତ୍ପର୍ଯ୍ୟକୁ ବୁଝିବେ, ସେ କାହିଁକି ଜନ୍ମ କରିଥିଲେ ଆଉ ଜନ୍ମର ବାସ୍ତବ ଉଦ୍ଦେଶ୍ୟ କ'ଣ ଥିଲା ଜାଣିବେ, ତାହେଲେ ଏ ପ୍ରକୃତ ଆନନ୍ଦ ଅନୁଭବ କରିପାରିବେ। ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ଯୀଶୁ ଖ୍ରୀଷ୍ଟ ଜଗତରେ ଜନ୍ମ କଲେ ଆମ ପ୍ରତ୍ୟେକଙ୍କର ପରିତ୍ରାଣ ନିମନ୍ତେ କାଲବରୀ କ୍ରୁଶରେ ଆଉ ବଳି ହେବା ପାଇଁ। ଆଉ ସେ ଏ ଜଗତରେ ଜନ୍ମ କଲେ ଏବଂ 33 ବର୍ଷ କାଳ ଆଉ ଏଇ ଜଗତରେ ସେ ଚଳପ୍ରଚଳ କଲେ। 3 ବର୍ଷ 6 ମାସ ସେ ସେବା କାର୍ଯ୍ୟ କଲେ। ଅନେକ ଅଦ୍ଭୁତ କାର୍ଯ୍ୟ ଗୁଡ଼ାକ ସେ ସମ୍ପନ୍ନ କଲେ। ଆଉ ସେ ଗାଁ ଗଣ୍ଡା ସହ ଶିକ୍ଷା ପ୍ରଦାନ କଲେ। ପରବର୍ତ୍ତୀ ସମୟରେ ଆମ ପ୍ରତ୍ୟେକଙ୍କର ପାପର ଭାର, ଆମମାନଙ୍କର ଅଭିଶାପ, ଆମମାନଙ୍କ ଦଣ୍ଡ ସେ ନିଜ ଉପରୁ ନେଲେ ଏବଂ କ୍ରୁଶରେ କ୍ରୁଶାର୍ପିତ ସେ ହେଲେ। ସେଥିରେ ଆମମାନଙ୍କର ପରିତ୍ରାଣ ସମ୍ପୂର୍ଣ୍ଣ ଭାବରେ ସାଧିତ ହେଇଛି। ଆମମାନଙ୍କର ପରିତ୍ରାଣ ନିମନ୍ତେ ଆମେ କୃଷୀୟ କାର୍ଯ୍ୟରେ କିଛି ଯୋଗ କରିବାର କି କିଛି ବ୍ୟୟ କରିବା ବିଷୟ କିଛି ନାହିଁ, କାରଣ ଯୀଶୁଙ୍କର କୃଷୀୟ ମୃତ୍ୟୁ ଭୋଗରେ ଆମମାନଙ୍କର ପରିତ୍ରାଣ ସମ୍ପୂର୍ଣ୍ଣ ସାଧିତ ହେଇଛି। ସେଥିପାଇଁ ଯୀଶୁ ପ୍ରଭୁଙ୍କର ଜନ୍ମରେ ଏଇ ସୁସମାଦ ଦିଆହେଲା ଯେ ତାଙ୍କର ଜନ୍ମ ପାପୀ ମନୁଷ୍ୟ ନିମନ୍ତେ ଥିବାରୁ ଏ ଅତ୍ୟନ୍ତ ଆନନ୍ଦଜନକ ସୁସମାଦ। କେବଳ ସେ କ୍ରୁଶାର୍ପିତ ହେଲେ ସେତିକି ନାହିଁ, 3 ଦିନ ପରେ ମୃତ୍ୟୁକୁ ଜୟ କରି ଉଠିଲେ। ସେ ସ୍ୱର୍ଗାରୋହଣ କରୁଛନ୍ତି, ପୁନର୍ବାର ସେ ଆସିବେ। ତେବେ ପ୍ରିୟ ଭାଇ ଭଉଣୀ ମାନେ, ଆଗକୁ ଯୋଉ ଖ୍ରୀଷ୍ଟମାସ ଆସୁଛି, ଏ ଖ୍ରୀଷ୍ଟମାସରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମକୁ ସ୍ମରଣ କରିବା ଆଉ ଖରାପ ବିଷୟ ନୁହଁ। ପ୍ରଭୁ ଯୀଶୁଙ୍କ ଜନ୍ମକୁ ସ୍ମରଣ କରିବା ପାପ ନୁହଁ, ବରଂ ପ୍ରଭୁ ଯୀଶୁଙ୍କ ଜନ୍ମର ମହତ୍ଵକୁ ବୁଝିବା, ତାର ଉଦ୍ଦେଶ୍ୟକୁ ବୁଝିବା ଏବଂ ଆମେ ପ୍ରଭୁଙ୍କର ଆନନ୍ଦ କରିବା ଏବଂ ପ୍ରଭୁଙ୍କୁ ଗୌରବ କରିବା। ପ୍ରଭୁ ଏ ବଡ଼ଦିନ ଆଶୀର୍ବାଦ ସମସ୍ତଙ୍କୁ ପ୍ରଦାନ କରନ୍ତୁ। ଆମେନ୍।